ପ୍ରକୃତିର ପ୍ରଚଣ୍ଡ ପ୍ରକୋପ, ଲଗାଣ ବର୍ଷାରେ ଜଳମଗ୍ନ ଓଡ଼ିଶା, ଉଚ୍ଛଳା ନଦୀ, ଜଳବନ୍ଦୀ ସହର, ବୁଡ଼ିଥିବା ଗାଁ, ଚାରିଆଡ଼େ କେବଳ ବିପର୍ଯ୍ୟୟର ଚିତ୍ର। ଘରେ ପଶିଛି ବନ୍ୟା ପାଣି, ରାସ୍ତାରେ ଅଟକିଛି ଯାନବାହନ, ଆଉ ଅସହାୟ ହୋଇପଡ଼ିଛନ୍ତି ହଜାର ହଜାର ଲୋକ। ପ୍ରବଳ ବର୍ଷା ଓ ବନ୍ୟାର ଦୁଇମୁଖୀ ମାଡ଼ରେ ଥମିଯାଇଛି ଜନଜୀବନ। କ୍ରମାଗତ ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଅନେକ ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ନିମ୍ନାଞ୍ଚଳରେ ପଶିଛି ବନ୍ୟା ପାଣି। ଗାଁ ଭିତରକୁ ମାଡ଼ି ଆସିଛି ପାଣି, ବିଚ୍ଛିନ୍ନ ହୋଇଛି ଯୋଗାଯୋଗ, ଆଉ ଅନେକ ପରିବାର ପାଇଁ ଘର ହିଁ ପାଲଟି ଯାଇଛି ଜଳବନ୍ଦୀ ଦ୍ୱୀପ। କେବଳ ଗ୍ରାମାଞ୍ଚଳ ନୁହେଁ, ସହରର ଚିତ୍ର ମଧ୍ୟ କମ୍ ଭୟଙ୍କର ନୁହେଁ। ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସହରର ମୁଖ୍ୟ ରାସ୍ତା ବର୍ଷା ପାଣିରେ ବୁଡ଼ି ରହିଛି। ଡ୍ରେନେଜ ବ୍ୟବସ୍ଥା ଭୁଷୁଡ଼ି ପଡ଼ିବାରୁ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ପାଣି ଜମି ରହୁଛି। ଯାନବାହନ ଚଳାଚଳ ବ୍ୟାହତ ହୋଇଥିବା ବେଳେ ଅନେକ ସ୍ଥାନରେ ସୃଷ୍ଟି ହୋଇଛି ଦୀର୍ଘ ଟ୍ରାଫିକ୍ ଜାମ୍। ଅନେକ ଗାଡ଼ି ପାଣି ଭିତରେ ଅଚଳ ହୋଇ ପଡ଼ିଛି। ଏହି ବନ୍ୟା କେବଳ ରାସ୍ତାଘାଟକୁ ବୁଡ଼ାଇନି, ହଜାର ହଜାର ଲୋକଙ୍କ ଦୈନନ୍ଦିନ ଜୀବନକୁ ମଧ୍ୟ ଅସ୍ତବ୍ୟସ୍ତ କରିଦେଇଛି। ପିଲାମାନେ ସ୍କୁଲ ଯାଇପାରୁନାହାନ୍ତି, ରୋଗୀମାନେ ସମୟରେ ହସ୍ପିଟାଲ ପହଞ୍ଚି ପାରୁନାହାନ୍ତି। ଦୈନିକ ମଜୁରିଆ ଶ୍ରମିକଙ୍କ ପାଇଁ କାମ ବନ୍ଦ ହୋଇଥିବା ବେଳେ ଛୋଟ ବ୍ୟବସାୟୀଙ୍କ ଦୋକାନରେ ପାଣି ପଶି ଜୀବିକା ଉପରେ ପଡ଼ିଛି ସିଧାସଳଖ ପ୍ରଭାବ। ଏପଟେ ଚାଷ ଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ଆଶଙ୍କାରେ କୃଷକଙ୍କ ଚିନ୍ତା ବଢ଼ିଛି। ଘର ଭିତରେ ପାଣି, ବିଦ୍ୟୁତ୍ ସେବା ବାଧାପ୍ରାପ୍ତ, ବିଶୁଦ୍ଧ ପାନୀୟ ଜଳର ସଙ୍କଟ, ଏସବୁ ମଧ୍ୟରେ ଅନେକ ପରିବାର ପାଇଁ ପ୍ରତ୍ୟେକ ଦିନ ଏକ ନୂଆ ସଂଘର୍ଷ ପାଲଟିଛି। ବର୍ଷା ଆମ ପାଇଁ ଜୀବନର ଆଧାର, କିନ୍ତୁ ସେହି ବର୍ଷା ଯେତେବେଳେ ବିପର୍ଯ୍ୟୟର ରୂପ ନିଏ, ସେତେବେଳେ ତାହା କେବଳ ଘରଦ୍ୱାର କିମ୍ବା ରାସ୍ତାଘାଟକୁ ନୁହେଁ, ଲୋକଙ୍କ ଜୀବନ, ଜୀବିକା ଓ ଆଶାକୁ ମଧ୍ୟ ଭସାଇ ନେଇଯାଏ। ଏବେ ସମସ୍ତଙ୍କ ଅପେକ୍ଷା ବର୍ଷା କମୁ, ବନ୍ୟା ପାଣି ହ୍ରାସ ପାଉ ଏବଂ ଓଡ଼ିଶା ପୁଣି ଥରେ ସ୍ୱାଭାବିକ ଜୀବନକୁ ଫେରି ଆସୁ।